ହ୍ୟାଲୋ ଫ୍ରେଣ୍ଡସ୍, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲ ଥିବେ। ଆପଣମାନେ ଦେଖିପାରୁଥିବେ ଆମର ବ୍ଲଗ୍ ଷ୍ଟାର୍ଟ କରିବା, କାହିଁକିନା ଭଦ୍ରକରେ ଯେଉଁ ସାଇବାବା ମନ୍ଦିର ଅଛି, ଚାଲନ୍ତୁ କେମିତି କ'ଣ ହେଇଛି ଆପଣମାନଙ୍କୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖେଇବି। ସେଥି ପର୍ଯ୍ୟନ୍ତ ଆପଣମାନେ ମୋ ଭିଡ଼ିଓକୁ ଲାଇକ୍ କରିବେ, ଟିକେ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଏଠି ଥିଲା ମମତା ଆସିକି ଆମ ଝିଅକୁ କିଛି କହୁଥିଲା। କହିଲା ଭିତରେ ଆମ ଝିଅ ପୁରା ରାଗି ଯାଇଥିଲା, ସାନ ଝିଅ। ତା ଭିତରେ ଯୁକ୍ତିତର୍କ ହେଇକି ସେ ମନ୍ଦିରକୁ ଯେତେବେଳେ ବଜରଙ୍ଗବାଲି ପାଖକୁ ଯାଇଥିଲେ, ଆଉ ମୁଁ ତାଙ୍କ ପଛରେ କ୍ୟାମେରା ନେଇକି ଯାଇ ପହଞ୍ଚିଥିଲି। ଆପଣମାନେ ଦେଖିଥିବେ ବହୁତ ଜୋର ମମତା ଏବଂ ତାଙ୍କ ଝିଅ ଉପରେ ପୁରା ଝଗଡ଼ା ଲାଗିଯାଇଥିଲେ। ତା ଭିତରେ ମନ୍ଦିରକୁ ଯାଇଥିଲେ, ଶାନ୍ତ ହେଇଯାଇଥିଲେ ମମତା ଶାନ୍ତ ହେଲା ପରେ ଝିଅ ବି ଶାନ୍ତ ହୋଇଥିଲା। ତାପରେ ଘଣ୍ଟି ବାଡ଼େଇଥିଲେ। ଘଣ୍ଟି ବାଡ଼ଉ ଛୁଆ ମନ୍ଦିରକୁ ଯାଇକି ପହଞ୍ଚିଲେ। ଛୁଆ ମନ୍ଦିରରେ ଯାଇକି ପହଞ୍ଚିଲା ପରେ ସେଠି ସାଇବାବା ଅଛନ୍ତି ନାହିଁ ମୋତେ ପଚାରିଲେ, ବାପା ସେଠି ସାଇବାବା ମନ୍ଦିର ଅଛି କି ନାହିଁ? ମୁଁ କହିଲି ହଁ ଅଛନ୍ତି। ପୂର୍ବ ସ୍ଥାନରେ ଯେତେବେଳେ ହେଉଥିଲେ ସେତେବେଳେ ଆମେ ଏଇଠିକି ଆସୁଥିଲେ, ଏଇଠି ଭଗବାନଙ୍କୁ ଦର୍ଶନ କରୁଥିଲୁ। ଏଇଠି ଆସିକି ଦର୍ଶନ କଲା ପରେ ସେ ବଡ଼ ସାଇବାବା ମନ୍ଦିର ପାଖରେ ଯାଇକି ପହଞ୍ଚିଥିଲୁ। ତାପରେ ଆମ ଝିଅ ମୋତେ କହିଲା ବାପା ସେଇ ଜାଗାରେ କ'ଣ ଅଛନ୍ତି ନା ଶିରିଡ଼ି ସାଇ ଯେଉଁ ସାଇବାବା ଅଛନ୍ତି, ସେ ସାଇବାବା ସେଠି ଅଛନ୍ତି। ଚାଲନ୍ତି ଶିରିଡ଼ି ସାଇକୁ କେମିତି ଟିକେ ଦର୍ଶନ କରିଦେବା। ଆମେ ଗଲାବେଳେ ଆମେ ତା ଭିତରକୁ ପଶିଗଲା ପରେ ମମତା ସେଠି ଛିଡ଼ା ହେଇଥିଲା। ସେ ବ୍ଲଗ୍ରେ ଆପଣମାନେ ଦେଖିଥିବେ ଆମ ଝିଅ କେତେ ଜୋର ରାଗିଥିଲା। ତାପରେ ଦୌଡ଼ା କଲା ଭିତରେ ଆମେ କହିଲୁ ଘରକୁ ଚାଲ ଯିବା। ସେ କଥା ବି ମାନୁନାହାନ୍ତି। ଚାଲ ଆମେ ବାବାଙ୍କ ପାଖରେ ଟିକେ ଖେଳିବୁ। ସେଥିପାଇଁ ସେ ଭାରି ଖୁସି ଥିଲେ ଦୁଇ ଜଣ। ଆଉ ଦେଖ ତା ଭିତରେ ଆମ ଛୋଟ ଝିଅଟା ସେ କେତେ ଗଡ଼ୁ